ଆଜି ପିଲାବେଳର ସେ ଜେଜେ ଜେଜେମାଙ୍କ କଥା ଆଜି ବି ମୋ କାନରେ ସବୁବେଳେ ଧ୍ୱନି ଭଳି ଶୁଭୁଛି। ଆଜ୍ଞା ଆପଣମାନେ ଭାବୁଥିବେ ସେ କି କଥା। ଆଜ୍ଞା ସେମାନେ ଯାହା କହିଦେଇ ଯାଇଛନ୍ତି ଆଜି ଆମେ ତାଙ୍କୁ ଗୋଟି ଗୋଟିକି ମନେ ପକାଇଲା ବେଳକୁ ପ୍ରକୃତରେ ସେ କଥାର ବହୁତ ଯଥାର୍ଥ ଥିଲା। ସେମାନଙ୍କ କଥାର ବହୁତ ମହତ୍ଵ ଥିଲା। ଛୋଟବେଳେ ମୋର ଆଜି ପର୍ଯ୍ୟନ୍ତ ଖିଆଲ ଅଛି, ଜେଜେ ଜେଜେମା ଟିକେ ଯଦି କଳ ଖୋଲା ହେଇଥିବ ପାଣି ନଷ୍ଟ ହେଉଥିବ କୁହନ୍ତି ସେ କଳ ଆଗେ ବନ୍ଦ କର, ପାଣି ନଷ୍ଟ ହେଉଛି, ବେଳ ପଇଲେ ପାଣି ଟୋପେ ପାଇବନି। ପ୍ରକୃତରେ ଆଜି ପାଣି କିଣିବାକୁ ପଡ଼ୁଛି। ମା ମାନେ ଯଦି କାଠ ଖଣ୍ଡେ ଆଣିକି ଜାଳି ଦିଅନ୍ତି କୁହନ୍ତି ତାକୁ ରଖିଦିଅ ବର୍ଷା ଦିନ ପାଇଁ, ପତ୍ର ଜାଳିକି ରାନ୍ଧୁନ, ବେଳ ପଇଲେ କାଠ ଖଣ୍ଡେ ପାଇବନି। ପ୍ରକୃତରେ ଆଜି ଗଛ ବୁର୍ଛ ସବୁ କଟା ହେଇକି ସଫା ହେଇଯାଉଛି। ସମସ୍ତେ ଗ୍ୟାସ୍ ଉପରେ ନିର୍ଭର କରୁଛନ୍ତି। ଚୁଲି କଥା ଆଜ୍ଞା କାହିଁକି ପଚାରୁଛନ୍ତି। ଆଉ ବାପା ଭାଇମାନଙ୍କୁ କୁହନ୍ତି ତମେ ବିଲକୁ ଯାଉନ, ଖାଲି ଏଣେ ତେଣେ ବୁଲୁଛ, ବେଳ ପଇଲେ ଚାଉଳ କିଲୋ କିଣିକି ଖାଇବ। ଆଉ ବିଲ ପଢ଼ିଆ ପକାଇ ଦେଉଛ, ଦେଖିବ ସେଇ ଚାଉଳ କିଣିକି ଖାଇବ, ତମକୁ ସେଇଭଳି ଅଭାବ ଘଟୁଥିବ। ପ୍ରକୃତରେ ଆଜି ବିଲ ମୁହାଁ କେହି ହେଉନାହାନ୍ତି। ବରଞ୍ଚ ବିଲ ପଢ଼ିଆ ପଡ଼ୁଛି, କିନ୍ତୁ ବିଲକୁ କେହି ଗଡ଼ୁନାହାନ୍ତି। ସମସ୍ତେ ଚାକିରି ବାକିରି କରିବେ। ଏସବୁ ଧାରଣା ସମସ୍ତେ ସେଇ କଥା ଗୁଡ଼ାକ ମନେ ପକାନ୍ତୁ। ଛୋଟବେଳର ଅନେକ କିଛି କଥା, ଏମିତିକି ଡିବିରି କି ହାରକିନ ଟିକେ ଯଦି ଅଯଥା ଜଳିବ କହିବେ ତାକୁ ଅଯଥାରେ ଜାଳନା, କିରୋସିନ ଟୋପେ ମିଳିବନି ସମୟ ଆସିଲେ। ପ୍ରକୃତରେ ତାଙ୍କ କଥା ଗୁଡ଼ିକ ଆଜି ସତ୍ୟତା ହେବାକୁ ଯାଉଛି। ଆମେମାନେ ସେତେବେଳେ ତାଙ୍କ କଥାକୁ ହସରେ ଉଡ଼ାଇ ଦେଉଥିଲେ, କିନ୍ତୁ ଆଜି ସେସବୁ କଥା ଭାବିଲା ବେଳକୁ ସେମାନେ ହୁଏତ ଆମ ପାଖରେ ନାହାନ୍ତି, କିନ୍ତୁ ତାଙ୍କ କଥା ସ୍ମୃତି ହୋଇ ରହିଯାଇଛି। ପ୍ରକୃତରେ ସେ ଯାହା କହିଦେଇ ଯାଇଛନ୍ତି ନା, ତାହା ଆମକୁ ଆଜି ଭୋଗିବାକୁ ପଡ଼ୁଛି। ପିଢ଼ି ବାଇ ପିଢ଼ି ଆମେ ଯାହା ତ ଭୋଗିଲେ ଆଗାମୀ ପିଢ଼ି ଆହୁରି ଅସୁବିଧାରେ ପଡ଼ିବେ। ଯଦି ଆଜି ଆମେ କିଛି ଗଛ ବୁର୍ଛ ନ ଲଗାଇବା, ପାଣିକୁ ଆମେ ଅଯଥା ନଷ୍ଟ ନ କରିବା, କି ଆଉ ଅଲଗା ଯେକୌଣସି ଚାଷବାସ ଯେକୌଣସି କାମ ଆମେ ତାଙ୍କ କଥା ମାନି ନ କରିବା, ଆଗାମୀ ପିଢ଼ି ଆହୁରି ଦୁଃଖମୟ ହେବ ବୋଲି ପୁରା ଦୃଶ୍ୟମାନ ହେଉଛି। ଆଜ୍ଞା ସେସବୁ କଥା ଭାବିଲା ବେଳକୁ, ତାଙ୍କମାନଙ୍କ କଥା ଭାବିଲା ବେଳକୁ ଆଖିରେ ଲୁହ ଚାଲି ଆସୁଛି। ଯେମିତି ପାଦ ତଳୁ ମାଟି ଖସି ଯାଉଛି, ଅଣନିଶ୍ୱାସୀ ହେଇଯାଉଛନ୍ତି, ଯେମିତି ସୃଷ୍ଟି ଧ୍ୱଂସ ହେବାକୁ ବସିଲାଣି କି ଏଇଭଳି ଲାଗୁଛି। ପ୍ରକୃତରେ ସେମାନଙ୍କର କଥାରେ ବହୁତ ମର୍ମ ଥିଲା, ବହୁତ ଯଥାର୍ଥ ଥିଲା। ଆଜି ସେମାନେ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ କଥା ଆମକୁ ଆଜି ଅନେକ କିଛି ଚେତେଇ ଦେଉଛି। ପ୍ରକୃତରେ ସେମାନଙ୍କ କଥା ଯଦି ଆମେ ମାନିଥାନ୍ତୁ, ଆଜି ଏଇ ପରିସ୍ଥିତି ଆମମାନଙ୍କୁ ଭୋଗିବାକୁ ପଡ଼ନ୍ତାନି। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି, ତାହେଲେ ମୋ ଚ୍ୟାନେଲକୁ ଆସି ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଧନ୍ୟବାଦ।